ପଲ୍ଲବୀ ଆଦର୍ଶକୁ କହିବେ, ତମ ହାତରେ ଏବେ ଡେଡ୍ ବଡି ଦେହରୁ ବ୍ଲଡ୍ ଲାଗିଛି, ତେଣୁ ମୋତେ ଏବେ ତମକୁ ଥାନାକୁ ନେଇକି ତମର ଷ୍ଟେଟମେଣ୍ଟ ନେବାକୁ ପଡ଼ିବ। ଏବେ ଯଦି ଏ କଥା ମିଡ଼ିଆ ଆଉ ବାକି ଲୋକକୁ ଜଣାପଡ଼ିଯାଏ, ତାହେଲେ ସେ ଏ କଥାକୁ କେତେ ବଡ଼ ଇସ୍ୟୁ କରିଦେବେ ତମେ ସେ କଥା ଜାଣିପାରୁଛ ତ? ଏକ ତ ଶମ୍ଭୁ ଅଙ୍କଲଙ୍କର ମର୍ଡର ହେଇଯାଇଛି, ଇଏ ଗୋଟେ ବହୁତ ବଡ଼ କଥା, ତା ସାଙ୍ଗକୁ ପୁଣି ତମେ ଏଠି ଏ ଅବସ୍ଥାରେ। ତାପରେ ଚିତ୍ତ ଅଙ୍କଲ କହିବେ, ସରି ମ୍ୟାଡମ୍, ଏତେ ସବୁ କଥା ହେଇଯିବ ବୋଲି ମୁଁ ଭାବିନଥିଲି। ତାପରେ ପଲ୍ଲବୀ କହିବେ, ତମେମାନେ ସମସ୍ତେ ଆଦର୍ଶକୁ ନେଇକି ପୋଲିସ ଷ୍ଟେସନ ଯାଅ, ମୁଁ ଆଉ ଚିତ୍ତ ଅଙ୍କଲ ଏଇଠି ଅଛୁ। ଶମ୍ଭୁ ଅଙ୍କଲକୁ କିଏ ମର୍ଡର କରିଛି ତାର ଆମେ ଇନଭେଷ୍ଟିଗେସନ କରିବୁ। ଯାଅ ତମେମାନେ। ଏମିତି କହି ପଲ୍ଲବୀ ଆଦର୍ଶକୁ କହିବେ, ଆଦର୍ଶ, ତମେ ଜମା ବ୍ୟସ୍ତ ହୁଅନି, ଆମେ ସମସ୍ତେ ଜାଣିଛୁ ତମେ ଇନୋସେଣ୍ଟ। ତାପରେ ସେ ହବଲଦାରମାନେ ଆଦର୍ଶକୁ ଧରି ଚାଲିଯିବେ। ତାପରେ ପଲ୍ଲବୀ ଚିତ୍ତ ଅଙ୍କଲକୁ କାନ୍ଦି କାନ୍ଦି କହିବେ, ଦେଖିଲ ତ ଚିତ୍ତ ଅଙ୍କଲ, ଶମ୍ଭୁ ଅଙ୍କଲକୁ କିଏ ମର୍ଡର କରି ତାଙ୍କ ପାଖରୁ ସେ ସିକ୍ରେଟ ଫାଇଲକୁ ନେଇଯାଇଛି। ଏବେ ଯୋଉ ଭଳି ପରିସ୍ଥିତି, ସମସ୍ତଙ୍କର ସନ୍ଦେହ ଆଦର୍ଶଙ୍କ ଉପରକୁ ଯିବ। ଚିତ୍ତ ଅଙ୍କଲ, ମୁଁ ଯୁଆଡ଼େ ଗଲେ ସବୁ ଜାଗାରେ ମୋର ହାର ହେଲା। ଏକରେ ମୋ ବାପାଙ୍କର ଖୁନି କିଏ ସେ କଥା ମୁଁ ଜାଣିପାରିଲିନି, ଆଉ ଦୁଇରେ ମୋ ପାଇଁ ସବୁବେଳେ ମୋ ହଜବେଣ୍ଡ ହଇରାଣ ହେଲେ, ସବୁବେଳେ। ଆଉ ସବୁଠୁ ବଡ଼ କଥା ହେଲା, ମୋ ପାଇଁ ଶମ୍ଭୁ ଅଙ୍କଲକୁ ନିଜ ଜୀବନ ଦେବାକୁ ପଡ଼ିଲା। ସତରେ ମୁଁ ଗୋଟେ ସବୁଠୁ ବଡ଼ ଅଶୁଭ ଆଉ ଅଭିଶପ୍ତ ଚିତ୍ତ ଅଙ୍କଲ। କୋଉ ଜାଗାରେ ମୋ ପାଇଁ ଟିକେ ବି ସୁଖ ନାହିଁ। ନା ମୁଁ ଗୋଟେ ଭଲ ଝିଅ ହେଇପାରିଲି, ନା ଗୋଟେ ଭଲ ପତ୍ନୀ, ନା ଗୋଟେ ଭଲ ବୋହୂ ହେଇପାରିଲି ମୁଁ। ଏମିତି କହି ପଲ୍ଲବୀ ବହୁତ କାନ୍ଦିବେ। ତାପରେ ଘରେ ମାୟା ଆନନ୍ଦକୁ କହିବେ, ମୋତେ ଏମିତି ବୋହୂ ଦରକାର ନାହିଁ ଆନନ୍ଦ। ଏତେ ବର୍ଷ ଧରି ମୁଁ ଏ ଘରର ଦାୟିତ୍ୱ ସମ୍ଭାଳି ଆସିଲି। ମୁଁ ଏବେ ଟିକେ ବିଶ୍ରାମ ନେବାକୁ ଚାହୁଁଛି, ଟିକେ ଆରାମ କରିବାକୁ ଚାହୁଁଛି। ତେଣୁ ମୋତେ ଏମିତି ବୋହୂ ଦରକାର ଥିଲା, ଯିଏ ମୋ ପରେ ପରେ ଏ ଘରର ଦାୟିତ୍ୱ ମୋଠୁ ଅଧିକ ଭଲ ଭାବରେ ତୁଲେଇ ପାରିବ। ମୋତେ 24 ଘଣ୍ଟା ଘରର ବାହାରେ ଗୁଣ୍ଡା ବଦମାସକୁ ଗୋଡ଼େଇଥିବା ବୋହୂ ଦରକାର ନାହିଁ। କୁହ, ରାଜି କରେଇ ପାରିବ ତମେ? ରାଜି କରେଇ ପାରିବ ତମେ ପଲ୍ଲବୀ କି ମୋ ମନ ଲାଖି ବୋହୂ ହେବା ପାଇଁ? ତାପରେ ଆନନ୍ଦ କହିବେ, ତମ ସହିତ କଥା ହେବାଟା ହିଁ ବେକାର ମାୟା। ଛାଡ଼, ମୋତେ ମମତାଙ୍କ ସହିତ ବି କଥା ହେବାକୁ ପଡ଼ିବ। ଆଚ୍ଛା, ଇଏ ମମତା ବିନୋଦ କୁଆଡ଼େ ଗଲେ? ମୁଁ ଯେତେବେଳଠୁ ଘରକୁ ଆସିଲିଣି ମମତା ବିନୋଦକୁ କୋଉଠି ଦେଖିବାକୁ ପାଉନି। କୁଆଡ଼େ ଗଲେ ସେମାନେ? ତାପରେ ମାୟା କିଛି ଉତ୍ତର ଦେବେ ନାହିଁ। ତାପରେ ଆନନ୍ଦ କହିବେ, ମାୟା, ତମେ କିଛି କହୁନ କାହିଁକି? ମୁଁ ତୁମକୁ ପଚାରୁଛି ପରା, ମମତା ଓ ବିନୋଦ କୁଆଡ଼େ ଗଲେ? କୁଆଡ଼େ ଗଲେ ସେମାନେ? ତାପରେ ମାୟା କହିବେ, ତମେ ମୋ ଉପରେ କାହିଁ ଚିଲ୍ଲଉଛ? ଏ କଥା ତମେ ମମତା ଓ ବିନୋଦକୁ ପଚାର, ତମ ଭାଇକି ପଚାର, ଯୋଉମାନେ ନିଜ ଇଚ୍ଛାରେ ଘର ଛାଡ଼ି ଚାଲି ଯାଇଛନ୍ତି। ତାପରେ ଆନନ୍ଦ କହିବେ, କ'ଣ ହେଲା? ମମତା ଓ ବିନୋଦ ଏ ଘର ଛାଡ଼ି ଚାଲି ଯାଇଛନ୍ତି? ତାପରେ ପୋଲିସ ଷ୍ଟେସନରେ ଆଦର୍ଶ ଥିବେ। ତାପରେ ଆଇଆଇସି ସାର୍ କହିବେ, ମିଷ୍ଟର ଆଦର୍ଶ ମହାପାତ୍ର, ସେଠି ଯାହା ସବୁ ହେଲା ମୋ ଆଗରେ ଡିଟେଲ୍ସ କୁହନ୍ତୁ। ତାପରେ ଆଦର୍ଶ କହିବେ, ଏକ୍ଚୁଆଲି ସାର୍, ମୁଁ ଅଫିସକୁ ଯିବାକୁ ବାହାରିଥିଲି, ଆଉ ସେଇ ସମୟରେ ମୋତେ ଚିତ୍ତ ଅଙ୍କଲଙ୍କର କଲ୍ ଆସିଲା। ଆଉ ସିଏ ମୋତେ କହିଲେ କି ପଲ୍ଲବୀ ଆଜି ଶମ୍ଭୁ ନାୟକକୁ ଦେଖା କରିବା ପାଇଁ ତାଲବଣିଆ ଜଙ୍ଗଲକୁ ଯାଉଛନ୍ତି, ଆଉ ସେ ତାଙ୍କୁ ବି ନବା ପାଇଁ ମନା କରିଦେଲେ। ଏକରେ ରାତି, ପୁଣି ତା ସାଙ୍ଗକୁ ସେ ଜାଗା ବହୁତ ନିଛାଟିଆ ଆଉ ଭୟଙ୍କର ଥିବା ଯୋଗୁଁ ମୋତେ ପଲ୍ଲବୀଙ୍କ ପାଖେ ପାଖେ ଥିବା ଉଚିତ ବୋଲି ସେ ମୋତେ କହିଲେ। ତେଣୁ ପଲ୍ଲବୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ମୁଁ ତାଙ୍କ ପଛେ ପଛେ ସେଇଠିକି ଯାଇଥିଲି। ଦୂରରୁ ପଲ୍ଲବୀଙ୍କୁ ମୁଁ ଜଙ୍ଗଲ ଭିତରକୁ ଯିବାର ଦେଖିଲି। ତେଣୁ ତାଙ୍କ କାମରେ ଯେମିତି ବାଧା ନ ଆସୁ ସେ କଥାକୁ ନଜରରେ ରଖି ମୁଁ ତାଙ୍କ ପଛେ ପଛେ ଜଙ୍ଗଲ ଭିତରକୁ ଗଲି। କିଛି ସମୟ ପରେ ମୁଁ ବାଟ ଭୁଲି ପଲ୍ଲବୀଙ୍କୁ ଏଣେ ତେଣେ ଖୋଜିଲି। ତେଣୁ ତାଙ୍କୁ ନ ପାଇବାରୁ ହଠାତ୍ ପଲ୍ଲବୀଙ୍କର ଚିତ୍କାର ଜୋରରେ ଶୁଭିଲା। ମୁଁ ସେଇ ଆଡ଼କୁ ଧାଇଁଲି, କିନ୍ତୁ ବହୁତ ଖୋଜିଲି, ତାଙ୍କୁ ପାଇଲିନି ମୁଁ। କିନ୍ତୁ ସେଠି ଫେରି ଆସୁଥିଲା ବେଳେ ହଠାତ୍ ମୋବାଇଲ ଟର୍ଚ୍ଚ ଆଲୁଅରେ ଦେଖିଲି ଯେ ସେଠି ଶମ୍ଭୁ ନାୟକ ତଳେ ପଡ଼ିଛି। ବିଚରା ଲୋକଟା ବଞ୍ଚିଛି କି ନାହିଁ ଦେଖିବାକୁ ଗଲାବେଳକୁ ମୁଁ ଅଜାଣତରେ ହଠାତ୍ ତା ଦେହର ରକ୍ତ ମୋ ହାତରେ ଲାଗିଗଲା। ଆଉ
ଏଇ ସମୟରେ ପଲ୍ଲବୀ ଆଉ ତାଙ୍କ ପୋଲିସ ଟିମ୍ ଆସି ସେଠି ପହଞ୍ଚିଗଲେ ଆଉ ସେମାନେ ମୋତେ ଧରିନେଲେ। ବାସ୍ ଏତିକି କଥା ସାର୍। ତା ଛଡ଼ା ମୁଁ କିଛି ବି ଜାଣିନି କି ସାର୍ ମୁଁ କିଛି ବି କରିନି। ତାପରେ ଚିତ୍ତ ଅଙ୍କଲ କହିବେ, ସାର୍ ଆଦର୍ଶ ବାବୁ ଯାହା ସବୁ କହିଲେ ସତ କହିଲେ ସାର୍। ମୁଁ ହିଁ ତାଙ୍କୁ ପଲ୍ଲବୀ ମ୍ୟାଡମଙ୍କ ସୁରକ୍ଷା ପାଇଁ ସେଠିକି ଯିବାକୁ କହିଥିଲି। ତାପରେ ଆଇଆଇସି ସାର୍ କହିବେ, ଠିକ୍ ଅଛି, ଡେଡ୍ ବଡି ପାଖରେ ଯାହା ହେଲା ସେ କଥା କୁହ। ତାପରେ ଚିତ୍ତ ଅଙ୍କଲ କହିବେ, ସାର୍ ପଲ୍ଲବୀ ମ୍ୟାଡମ ଡେଡ୍ ବଡିକୁ ପ୍ରଥମେ ଦେଖିଥିଲେ। ତାପରେ ସିଏ ମୋତେ କଲ୍ କରି କହିଲେ ଆଉ ଆମେମାନେ ସେହି ପାଖାପାଖି ପେଟ୍ରୋଲିଂ କରୁଥିଲୁ, ତେଣୁ ସାଙ୍ଗେ ସାଙ୍ଗେ ଯାଇ ସେଠି ପହଞ୍ଚିଗଲୁ। ସାର୍ ଆମେ ସେଠି ପହଞ୍ଚିବା ବେଳକୁ ଦେଖିଲୁ ଆଦର୍ଶ ବାବୁ ସେଇଠି ଉପସ୍ଥିତ ଥିଲେ। କିନ୍ତୁ ଆଦର୍ଶ ବାବୁ ସେଠି ପହଞ୍ଚିବା ବହୁ ପୂର୍ବରୁ ଶମ୍ଭୁ ନାୟକ ମରିସାରିଥିଲା। ତାପରେ ଆଇଆଇସି ସାର୍ କହିବେ, ଠିକ୍ ଅଛି, ବର୍ତ୍ତମାନ ପାଇଁ ଆପଣ ଏବେ ଆସିପାରନ୍ତି, କିନ୍ତୁ ଦରକାର ପଡ଼ିଲେ ଆମେ ଆପଣଙ୍କୁ କଲ୍ କରିବୁ। ଏମିତି କହି ଆଇଆଇସି ସାର୍ ଉଠିକି ଚାଲିଯିବେ। ତାପରେ ପଲ୍ଲବୀ ଆଦର୍ଶକୁ କହିବେ, ଆଦର୍ଶ ଚାଲ ଏବେ ଆମେ ଘରକୁ ଯିବା। ଏମିତି କହି 2 ଜଣ ଅଫିସ ବାହାରକୁ ଆସିବେ। ତାପରେ ଅଚାନକ ଏମଏଲଏ ଆସି କହିବେ, ୱା ଇନ୍ସପେକ୍ଟର ୱା, ଆପଣ ଗୋଟେ ଖୁନି ଅପରାଧୀ କି ଏମିତି ଖୁଲମଖୁଲା ଛାଡ଼ି ଦଉଛନ୍ତି। ଏଗୁଡ଼ା ଠିକ୍ କଥା ନୁହଁ। ଜନତା ମୋତେ ଉତ୍ତର ମାଗିବେ, କି ଉତ୍ତର ଦେବି ମୁଁ ତାକୁ? ତାପରେ ଆଇଆଇସି ସାର୍ କହିବେ, ଖୁନି ଅପରାଧୀ, ଆପଣ କାହାକୁ ଏକଥା କହୁଛନ୍ତି ସାର୍? ତାପରେ ଏମଏଲଏ କହିବେ, ଏ ଆଦର୍ଶ ମହାପାତ୍ର, ଏ ହିଁ ଖୁନି। ତାପରେ ଆଇଆଇସି ସାର୍ କହିବେ, ସାର୍ ଆପଣ ବୋଧେ ଭୁଲ ଶୁଣିଛନ୍ତି। ଡେଡ୍ ବଡି ପାଖରେ ପୋଲିସ ପହଞ୍ଚିବା ପୂର୍ବରୁ ଆଦର୍ଶ ମହାପାତ୍ର ଥିଲେ ସତ, କିନ୍ତୁ ସେ ମର୍ଡର କରିନାହାନ୍ତି। ତାପରେ ଏମଏଲଏ କହିବେ, ଯଦି ମର୍ଡର କରିନାହାନ୍ତି ତାହେଲେ ସେଠିକି କାହିଁ ଯାଇଥିଲେ ପୁଣି ଅଧା ରାତିରେ? କ'ଣ ସ୍ତ୍ରୀ ସାଙ୍ଗରେ ରୋମାନ୍ସ କରିବା ପାଇଁ? ତାପରେ ଆଦର୍ଶ କହିବେ, ମାଇଣ୍ଡ ୟୋର ଲାଙ୍ଗୁଏଜ ଭୈରବ ଭରଦ୍ୱାଜ। ତାପରେ ଏମଏଲଏ କହିବେ, ଚୁପ୍ କର ଖୁନି କୋଉଠିକାର।